जय जगन्नाथ भाई मैंने आजिकल যৌଥ ପରିବାର କ'ଣ ପାଇଁ ନାହିଁ କି କହିପାରିବେ? ଆଜିକାଲି ଯୌଥ ପରିବାର ହେଇପାରୁନି କାହିଁକି? କୁହାଯାଏ କି ଏକକ ପରିବାର ସୁଖୀ ପରିବାର, କିନ୍ତୁ ଏକକ ପରିବାର ଏବେ ଏଭଳି ଏକକ ପରିବାରରେ ପରିଣତ ହେଲାଣି ଯେଉଁଥିରେ କି ଆଉ ବାପା ମା ମଧ୍ୟ ରହୁନାହାନ୍ତି, ଶାଶୁ ଶ୍ୱଶୁରଙ୍କୁ ମଧ୍ୟ ଅଲଗା କରିଦିଆଯାଉଛି। ସେ କିଭଳିଆ ଏକକ ପରିବାର? ଓଲ୍ଡ ଇଜ୍ ଗୋଲ୍ଡ। ବୃଦ୍ଧ ବ୍ୟକ୍ତି ହେଉଛନ୍ତି ସୁନା। ସେମାନଙ୍କ ପାଖରେ ପରିବାର ଗଢ଼ିବାର ସଂସାରର ଅଭିଜ୍ଞତା ଥାଏ, ଯାହାକୁ କି ବାପା ମା ମାନଙ୍କୁ କି ପିଲାମାନେ ଅଲଗା କରିଦେଉଛନ୍ତି। ବାହାଘର ପରେ ତାଙ୍କର ସ୍ତ୍ରୀ ସବୁକିଛି ହେଇଯାଏ, ବୁଢ଼ାବୁଢ଼ୀଙ୍କୁ କିଏ ବା ପଚାରେ? ସେମାନେ ଅଦରକାରୀ ହେଇଯାଆନ୍ତି। ଏସବୁ କ'ଣ ପାଇଁ ହୁଏ? ଆଗରୁ କଳିକଜିଆ ହେଲେ ଘରୁ ଦାଣ୍ଡ ଲୋକ ଜାଣୁନଥିଲେ, ଘର ଭିତରେ ସମାଧାନ ହେଉଥିଲା, କିନ୍ତୁ ଆଜି ଟିକିଏ